প্রিয় দর্শক বন্ধুগণ নমস্কার, গুড মর্নিং, সুপ্রভাত। আজি 19 অক্টোবর 2025 রবিবার আসিଅছি ଏକ ନୂତନ ଅପଡେଟ୍ ନେଇ। ଓଡ଼ିଶା ରାଜ୍ୟର ପାଣିପାଗ ଖବରକୁ ନେଇ ଯାହାକି ଆପଣମାନେ ଦେଖିବା ନିହାତି ଦରକାର। ଓଡ଼ିଶା ରାଜ୍ୟର 19 ଏବଂ 20 ତାରିଖରେ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଅଛି। ମୁଖ୍ୟତଃ ଭାବରେ ରାଜ୍ୟର ପାଗ ଶୁଖିଲା ରହିବ ଏବଂ ଜିଲ୍ଲାମାନଙ୍କରେ ମେଘୁଆ ପାଗ ରହିବ ବୋଲି ଅନୁମାନ କରାଯାଉଅଛି। ଅଳ୍ପ ପରିମାଣରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ ଜାଣି ରଖନ୍ତୁ, ପ୍ରଚୁର ପରିମାଣରେ କୁହୁଡ଼ି ହେବ ଏବଂ ଝଟକା ପବନ ମଧ୍ୟ ବହିବ। ଘଡ଼ଘଡ଼ି ସହ ବର୍ଷା ହେବ। ବର୍ଷାର ପରିମାଣ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ରହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ରହିବ ବୋଲି ଅନୁମାନ କରାଯାଉଅଛି ଆଞ୍ଚଳିକ ପାଣିପାଗ ବିଭାଗରୁ। ଏକ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କାଲାହାଣ୍ଡି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ। ଜିଲ୍ଲାରେ ସକାଳ ସମୟରେ ଅନେକ ପରିମାଣରେ କୁହୁଡ଼ି ଦେଖିବାକୁ ମିଳିବ। ଶୀତର ଅନୁଭବ ହେବ ବୋଲି ଅନୁମାନ କରାଯାଉଅଛି। ରାଜ୍ୟର କୋଷ୍ଟାଲ ଓଡ଼ିଶାରେ ଯେମିତି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କାଲାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାରେ ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ ଏବଂ ଶୀତର ପ୍ରଭାବ ମଧ୍ୟ ବଢ଼ିବ। 20 ତାରିଖ 21 ତାରିଖରେ ପାଗ ଶୁଖିଲା ରହିବ। ହାଲୁକା ପରିମାଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଯେମିତି କୋଷ୍ଟାଲ ଓଡ଼ିଶାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକା ମେଘୁଆ ପାଗ ରହିବ ବୋଲି ଅନୁମାନ କରାଯାଉଅଛି। ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ। ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଅଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ବୋଲି ଅନୁମାନ କରାଯାଉଛି। ଦର୍ଶକ ବନ୍ଧୁଗଣ 25 ତାରିଖରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ସାଗର ମଧ୍ୟରେ ଶକ୍ତି ଗୋଟାଉଛି। ଘୂର୍ଣ୍ଣିଝଡ଼ଟି ଧୀରେ ଧୀରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। 27, 28, 29 ତାରିଖରେ ପ୍ରବଳ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବ ଏବଂ ଓଡ଼ିଶାର ଉପରେ ଏହାର ପ୍ରଭାବ ମଧ୍ୟ ପଡ଼ିବ। ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ମଧ୍ୟ ବହିବ। ଅର୍ଥାତ୍ ଦକ୍ଷିଣ ଭାରତରେ ଘୂର୍ଣ୍ଣିବଳୟର ପ୍ରଭାବ ଏବେଠୁ ଆରମ୍ଭ ହୋଇ ସାରିଅଛି। କିଛି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେଉଅଛି, ଝଟକା ପବନ ମଧ୍ୟ ବହୁଅଛି। ଦର୍ଶକ ବନ୍ଧୁଗଣ ଆଗାମୀକାଲି ଘୂର୍ଣ୍ଣିଝଡ଼ ବିଷୟରେ କ'ଣ ସବୁ ନୂଆ ଅପଡେଟ୍ ଆସୁଅଛି ତା ବିଷୟରେ ଆଗାମୀକାଲି ଜାଣିବା। ଆଜି ପାଇଁ ଦର୍ଶକ ବନ୍ଧୁଗଣ ଆଜି ପାଇଁ ଏତିକି। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ ବୋଲି ଅନୁରୋଧ ଏବଂ ଦିନସାରା ଭଲ ରୁହନ୍ତୁ, ମସ୍ତ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି ମୁଁ କାମନା କରୁଅଛି। ଲାଇକ୍, କମେଣ୍ଟ, ସେୟାର ଏବଂ ଫଲୋ କରି ଅନ୍ୟମାନଙ୍କୁ ଦେଖିବାର ସୁଯୋଗ କରିଦେବେ ବୋଲି ମଧ୍ୟ ଅନୁରୋଧ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।